ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଅଗଷ୍ଟ 26। ଦିନଟିର ପ୍ରଧାନ ଚିନ୍ତା। ଆମେ ନିଜକୁ ହୀନ ମନେ କରି ଭିତରର ଆନନ୍ଦର ଧାରାକୁ ରୁଦ୍ଧ କରୁ ଏବଂ ଆତ୍ମବିଶ୍ୱାସରେ ଆଘାତ କରି ଏହି ପ୍ରତିବନ୍ଧକ ଘଟାଉ। ସ୍ମରଣୀୟ ପଂକ୍ତି। ରହି ସଜାଗ ମୁଁ ଦେଖେ ଯେ ସ୍ୱପନ, ମୁଦ୍ରିତ ନୟନେ ଦେଖେ କେତେ ରୂପ। ହରାଇ ଚରଣ ଦ୍ୱୟ ପାରେଗୋ ଚାଲି, ହସ୍ତ ବିନା ଧରେ ହାତେ ସବୁ। ହୋଇଲା ସକଳ ସମ୍ଭବ ଯେବେ ତୁମେ ଆଣିଲ ମୋତେ ଏହି ଅପାର୍ଥିବ ସରଗ ଜଗତେ। ନୀତି ଉପଦେଶ। ମନୁଷ୍ୟ ଯେତେବେଳେ ପୁଣ୍ୟ ଆନନ୍ଦର ସନ୍ଧାନ ପାଏ ସେତେବେଳେ ତାକୁ ବିଷମ ବିଭ୍ରାଟ, ବିପଦ, ଦୁର୍ଭାଗ୍ୟ, ଦୁଃଖ, ସୁଖ କିଛି ଅଭିଭୂତ କରିପାରେ ନାହିଁ। ଆଧ୍ୟାତ୍ମିକ ଚେତନା ଲାଭ କରି ଦୁଃଖ ଶୋକର ଅତୀତ ହୋଇ ମନୁଷ୍ୟ ସେହି ଆନନ୍ଦର ଅଧିକାରୀ ହୁଏ। କି ଦୁର୍ଭାଗ୍ୟ ଆମର ଯେତେବେଳେ ଅନ୍ଧକାରରେ ଅଭିଭୂତ, ସଂଶୟୀ ଓ ଆତ୍ମବିଶ୍ୱାସହୀନ ହୋଇ ଆମେ ଭୁଲି ଯାଉ ଯେ ମନୁଷ୍ୟ ଅମୃତର ସନ୍ତାନ, ଭୁଲି ଯାଉ ଯେ ତାର ଜୀବନ ଭଗବାନଙ୍କ ହାତରେ। ଏହି ଜ୍ଞାନ ଓ ଆଧ୍ୟାତ୍ମିକ ଆନନ୍ଦ ବାହାରେ ମିଳେ ନାହିଁ। ଯେଉଁ ବ୍ୟକ୍ତି ନିସ୍ୱାର୍ଥ ଓ ବିଶ୍ୱାସୀ ତାଙ୍କ ହୃଦୟରେ ହିଁ ଏହି ଜ୍ଞାନାନନ୍ଦ ଜାଗରିତ ହୋଇପାରେ। ପ୍ରାର୍ଥନା। ହେ ଭଗବାନ, ମୋ ଜୀବନକୁ ଏପରି ସୂଚି, ଶୁଭ୍ର, ନତ ଓ ମୁକ୍ତ କର ଯେ ତୁମର ସତ୍ୟର ଆଲୋକ ଏହାର ମଧ୍ୟ ଦେଇ ପ୍ରକାଶିତ ହେବ। ମୋର ହୃଦୟକୁ ତୁମର ଅକ୍ଷୟ ମହାନ ହୃଦୟର ଅତି ନିକଟରେ ରଖ ଏବଂ ମୋର ଏହି ମନକୁ ତୁମର ମହାନ ସନାତନ ସତ୍ତାର ଚିନ୍ତାରେ ପୂର୍ଣ୍ଣ କର। ମୁଁ ଯେପରି ତୁମ ଇଚ୍ଛାରେ ଜୀବନ ମିଳାଇ କାର୍ଯ୍ୟ କରି ଏ ଜୀବନ କଟାଏ। ମୋର ଜୀବନ ଯେପରି ତୁମର କର୍ମ ଏବଂ ବାଣୀ ବହନ କରି ନଦୀ ପରି ସ୍ୱଚ୍ଛ ଭାବରେ ପ୍ରବାହିତ ହୁଏ।